संपर्क एवं पड़ोशी जदि आपणଙ୍କୁ ନିଜର ଦରମା ବିଷୟରେ ପଚାରିବେ ତ ଏମିତି କଥାକୁ ସମ୍ଭାଳି ନିଅନ୍ତୁ। ରୋହନ ଗୋଟିଏ ସାଧାରଣ ପିଲା ଥିଲା, କିନ୍ତୁ ତାର ସ୍ୱପ୍ନ ବହୁତ ବଡ଼ ଥିଲା। ସେ ପରିଶ୍ରମ କରୁଥିଲା, ଶିଖୁଥିଲା ଏବଂ ଧୀରେ ଧୀରେ ନିଜର ଜୀବନ ବନାଉଥିଲା। ଗୋଟିଏ ଦିନ ସେ ବିବାହ ସମାରୋହରେ ଗଲା। ଚାରିଆଡ଼େ ଚମକ ଏବଂ କୋଳାହଳ ଥିଲା। ରୋହନ ଚୁପଚାପ ଗୋଟିଏ କୋଣରେ ଛିଡ଼ା ହୋଇଥିଲା। ସେତେବେଳେ ଗୋଟିଏ ତାର ସମ୍ପର୍କୀୟ ତାର ପାଖକୁ ଆସିଲା। ଆରେ ରୋହନ, ଏବେ ତ ବଡ଼ ହୋଇଗଲଣି, କୁହ ସାଲେରୀ କେତେ? କିଛି ସମୟ ପାଇଁ ରୋହନ ଚୁପ୍ ହୋଇଗଲା। ତାର ଦିମାଗରେ ବହୁତ ପ୍ରଶ୍ନ ଆସିଲା। ସତ କହିବି, ଟାଳିଦେବି ବା ହସିକି ଚାଲିଯିବି। ଲୋକମାନେ ଆପଣଙ୍କର ସାଲେରୀ ପଚାରନ୍ତି ନାହିଁ, ସେମାନେ ଆପଣଙ୍କର ମୂଲ୍ୟ ଆଙ୍କିବାର ଚେଷ୍ଟା କରିଥାନ୍ତି। ଆଜିର ଏହି ଭିଡ଼ିଓରେ ଆପଣଙ୍କୁ ଖାଲି ଉତ୍ତର ନୁହେଁ, ବରଂ ଏମିତି ଏକ କଥା କହିବି, ଆପଣ ଏହି ପ୍ରଶ୍ନକୁ ସବୁଦିନ ପାଇଁ ଶେଷ କରିପାରିବେ। ଦେଖନ୍ତୁ, ସମସ୍ୟା ଖାଲି ପ୍ରଶ୍ନରେ ନୁହେଁ, ସମସ୍ୟା ଏହା ଅଟେ ଯେବେ ଆପଣ ସତ କହିଦିଅନ୍ତି। ଆରମ୍ଭ ହୋଇଥାଏ ଏମିତି ଏକ ଖେଳ ଯେଉଁଠାରେ ଆପଣଙ୍କର ସମ୍ମାନ, ଆପଣଙ୍କର ପ୍ରାଇଭେସି ଏବଂ ଆପଣଙ୍କର ପରିଶ୍ରମ ସବୁକିଛି ଜାଣିଥାନ୍ତି। ଯଦି କେହି ଆପଣଙ୍କୁ ଆପଣଙ୍କର ସାଲେରୀ ବିଷୟରେ ପ୍ରଶ୍ନ ପଚାରନ୍ତି, ତ ଆପଣ ତାଙ୍କୁ ନିଜର 10ଟି ସ୍ମାର୍ଟ ତରିକାରେ ତାଙ୍କୁ ଉତ୍ତର ଦେଇପାରନ୍ତି। ଚାଲନ୍ତୁ ଜାଣିବା ଏହି ଭିଡ଼ିଓ ମାଧ୍ୟମରେ। ସବୁ ପ୍ରଶ୍ନର ଉତ୍ତର ଦେବା ଜରୁରୀ ନୁହେଁ। ସବୁ ପ୍ରଶ୍ନ ଆପଣଙ୍କ ଜିମ୍ମେଦାରୀ ନୁହେଁ। କିଛି ଲୋକ ଖାଲି ଆପଣଙ୍କ ଗୁପ୍ତ ତଥ୍ୟ ଜାଣିବା ପାଇଁ ପଚାରିଥାନ୍ତି, ଆପଣଙ୍କ ସାହାଯ୍ୟ ପାଇଁ ନୁହେଁ। ବୁଦ୍ଧିମାନି ଏହା ଅଟେ ଯେ ଆପଣ ନିଶ୍ଚିତ କରନ୍ତୁ କାହାକୁ ଉତ୍ତର ଦେବାର ଅଛି ଏବଂ କାହାକୁ ନୁହେଁ। ବିନମ୍ରତାରେ କଥାକୁ ଟାଳିବା ଶିଖନ୍ତୁ। ସିଧା ମନା କରିବା ଅନେକ ଥର ସମ୍ପର୍କରେ କଟୁତା ଆସିଯାଇଥାଏ। ଏଥିପାଇଁ ନରମ ଏବଂ ସମ୍ମାନଜନକ ଉତ୍ତର ଦିଅନ୍ତୁ। ହଁ, ଠିକ୍ ଠାକ୍ ଚାଲୁଛି, ଭଗବାନଙ୍କର କୃପାରୁ। ଏହାଦ୍ୱାରା ସାମ୍ନା ଲୋକ ମଧ୍ୟ ସନ୍ତୁଷ୍ଟ ରହିଥାଏ ଏବଂ ଆପଣଙ୍କର ପ୍ରାଇଭେସି ମଧ୍ୟ ସୁରକ୍ଷିତ ରହିଥାଏ। ହସ ଆପଣଙ୍କର ସବୁଠାରୁ ବଡ଼ ଅସ୍ତ୍ର ଅଟେ। ହସ ଯେକୌଣସି ମଧ୍ୟ ଅସହଜ ସ୍ଥିତିକୁ ହାଲୁକା କରିଦେଇଥାଏ। ଅଳ୍ପ ମଜାକ ଯୋଡ଼ିବା ଦ୍ୱାରା ପ୍ରଶ୍ନ ପଚାରୁଥିବା ଲୋକ ମଧ୍ୟ ସହଜ ହୋଇଯାଏ ଏବଂ କଥା ଆଗକୁ ବଢ଼ିନଥାଏ। ମନେ ରଖନ୍ତୁ, ହସିକରି କଥା ଟାଳିବା ସବୁଠାରୁ ସ୍ମାର୍ଟ ଉପାୟ ଅଟେ। ପ୍ରଶ୍ନର ଜବାବ ପ୍ରଶ୍ନ ଦ୍ୱାରା ମଧ୍ୟ ଦେଇପାରନ୍ତି। ଯଦି କେହି ବାରମ୍ବାର ପର୍ସନାଲ ପ୍ରଶ୍ନ ପଚାରନ୍ତି, ତ ଆପଣ ମଧ୍ୟ ସେହି ପ୍ରଶ୍ନ ତାଙ୍କୁ ପଚାରିପାରନ୍ତି। ଏହାଦ୍ୱାରା ତାଙ୍କୁ ଅନୁଭବ ହୋଇଯାଏ ଯେ ସେ ଯାହା ପଚାରିଲେ ତାହା ଠିକ୍ ନଥିଲା। ଏହି ଉପାୟ ବିନା ଲଢ଼ି ସାମ୍ନା ଲୋକକୁ ତାର ସୀମା ଦେଖାଇଦିଏ। କମ୍ ବତାଇବା ସ୍ମାର୍ଟ ମୁଭ୍। ସମସ୍ତଙ୍କୁ ନିଜର ସତ କଥା କହିବା ଜରୁରୀ ନୁହେଁ। ବେଶୀ କହିବ ତ ଲୋକେ ତୁଳନା କରିବେ, ଜଳିବେ ଏବଂ ଜଜ୍ କରିବା ଆରମ୍ଭ କରିଦେବେ। କମ୍ କହିବ ତ ଆପଣ ସୁରକ୍ଷିତ ଏବଂ ଶାନ୍ତ ରହିବେ। ଯିଏ ସତରେ ଆପଣଙ୍କର ଶୁଭଚିନ୍ତକ ହୋଇଥାନ୍ତି, ସେମାନେ ସାଲେରୀ ପଚାରନ୍ତି ନାହିଁ। ବାସ୍ତବିକ ସମ୍ପର୍କ ଆପଣଙ୍କ ସାଲେରୀରୁ ନୁହେଁ, ଆପଣଙ୍କ ଖୁସି ଦ୍ୱାରା ଯୋଡ଼ି ହୋଇଥାନ୍ତି। ଯେଉଁ ଲୋକ ଆପଣଙ୍କୁ ବୁଝିଥାନ୍ତି, ସେମାନେ ଏହା ପଚାରନ୍ତି ନାହିଁ କି ଆପଣ କେତେ କମାଉଛନ୍ତି, ବରଂ ଏହା ପଚାରିଥାନ୍ତି ଆପଣ ଠିକ୍ ଅଛନ୍ତି ନା ନାହିଁ ବୋଲି। ଲୋକ ପ୍ରାୟତଃ ନିଜର ଅହଙ୍କାର ପାଇଁ ପଚାରନ୍ତି। ସବୁ ପ୍ରଶ୍ନର ପଛରେ ଭଲ ଇଣ୍ଟେନ୍ସନ୍ ନଥାଏ। ବହୁତ ଥର ଲୋକ ନିଜର ତୁଳନା କରିବା ପାଇଁ, ନିଜକୁ ବଡ଼ ଦେଖାଇବା ପାଇଁ ବା ଆପଣଙ୍କର ସ୍ଥିତି ଜାଣିବା ପାଇଁ ପଚାରିଥାନ୍ତି। ଏଥିପାଇଁ ସବୁ ପ୍ରଶ୍ନକୁ ହାଲୁକା ଭାବିବା ଜରୁରୀ ନୁହେଁ। ନିଜର ସୀମା ବା ବାଉଣ୍ଡ୍ରିଜ୍ ବନାଇବା ଶିଖନ୍ତୁ। ଯଦି ଆପଣ ଆରମ୍ଭରୁ ହିଁ ସବୁ ପ୍ରଶ୍ନର ଉତ୍ତର ଦେଇଥାନ୍ତି, ତ ଲୋକେ ଆପଣଙ୍କର ଜୀବନରେ ଆବଶ୍ୟକତାରୁ ବେଶୀ ଦଖଲ ଦେବାକୁ ଲାଗିବେ। ବାଉଣ୍ଡ୍ରିଜ୍ ବନାଇବା ଆତ୍ମସମ୍ମାନର ଚିହ୍ନ ଅଟେ, ଗର୍ବର ନୁହେଁ। ଚୁପ୍ ରହିବା ତାକତ ଅଟେ। ସବୁ କଥାର ଉତ୍ତର ଦେବା ଜରୁରୀ ନୁହେଁ। ବହୁତ ଥର ଆପଣଙ୍କର ସାଇଲେନ୍ସ ହିଁ ସବୁଠାରୁ ମଜବୁତ ଉତ୍ତର ହୋଇଯାଏ। ଯେବେ ଆପଣ ରିଏକ୍ଟ କରିବା ଛାଡ଼ି ଦିଅନ୍ତି, ଲୋକେ ନିଜେ ପଛକୁ ହଟିଯାଆନ୍ତି। ଆପଣଙ୍କର ଅସଲି ମୂଲ୍ୟ ଆପଣଙ୍କ ସାଲେରୀରୁ ନୁହେଁ,
पैसा जरूरी अटे किंतु आपणकर परिचय खाली पैसा नुहे आपणकर परिश्रम आपणकर संस्कार आपणकर व्यवहार एवं आपणकर स्वप्न यह आपणको असली मूल्य निश्चित करिथांती। नेक्स्ट थर जेबे कि आपणको प्रश्न पचारे पुओ सैलरी केते तो डरंतु नहीं खाली अल्प हसंतु एवं कहि दियंतु यह काफी अटे खाली एतिके ही काफी अटे। सांग माने जदि आपण मानंकु एही भिडियोटी भल लागिला तो निश्चय लाइक करंतु एवं आगको एही भली भिडियो देखिबा पई एही चैनल को सब्सक्राइब करि दियंतु। धन्यवाद।